ତୁ ଗାଧେଇନୁ ସକାଳୁ କ'ଣ କରୁଥିଲୁ? ସେଟା ଗାଁ ମାନଙ୍କ ଦେଖିବୁ ଯା ସକାଳୁ ଗାଧେଇ ତାପରେ ଯାଇକି ରୋଷେଇବାସ କରନ୍ତି। ତୁ କ'ଣ ଆର ରୋଷେଇବାସ କରିକି ଗାଧଉଛୁ? କ'ଣ ହେ କହିଲା ବେଳକୁ ଖରାପ ଲାଗୁଛି ନା। ଅଜବ, ତୁ ଗୋଟେ ଅଜବ ଲୋକ ନା। ଖାଇବାକୁ ଦେଲୁ, ଖାଇ ଦେଇକି ଯା କାମ କରିବି। ଖାଇବା କୋଉଠି ଭାତ କୋଉଠି ରଖିଲୁ? କ'ଣ କରୁଛୁ ଏଇଟା? କ'ଣ ରୋଷେଇ କରୁଛୁ ଏଇଟା? ବଡ଼ି ଆଳୁ ସବୁବେଳେ ସେଇ ସୋୟାବିନ ବଡ଼ି ଖାଇ ଖାଇ ପାଗଳ ହେଇଗଲିଣି। ଏଇଟା କ'ଣ ଆଳୁ ବଡ଼ି ଭାତ ଧରିକା ଧରିକା ଭାତ ଲୁଣ ଲେମ୍ବୁ ଧରିକା ଧରିକା ଧରିଛି। ଏଇଗୁଡ଼ା ସକାଳୁ ଖାଇବାକୁ ଭାରି ଭଲ ଲାଗୁଛି। ବଡ଼ି ହେଇଥିବ ଭଲ ଲାଗେ ଖାଇବାକୁ ନା। ତୁ ଖାଇବୁନି? ତୁ ନାଦି ଦେ ପଖାଳ। ଓ ମାଲୋ କାମ ଅଛି ସକାଳୁ ଗାଧେଇନି ତ ଆହୁରି କାମ ଅଛି। ଖାଇଦେଲୁ ପେଟ ଟାଇଟ୍ ହେଇଯାଇଛି। ଦେଖିଆ ପେଟ ପେଟ ଦେଖିଆ ବାବା ପୁରା ଟାଇଟ୍। କ'ଣ କରୁଛୁ ଏଠି? ଦେଖ କେମିତି ହଉଛି ସେ କ'ଣ କରିବ? ଦେ ଦେ ତାକୁ ଦେ। ଏଇ ଛୁରୀ ହଜେଇ ଦବ। ଆଉ ଦେ ତାକୁ ମାଗୁଛି। ତମେ କହୁଛ କାହିଁକି? ତମେ କହିଲ ବୋଲି ସେ ପୁଣି ଆହୁରି ହଉଛି। ତରଭୁଜଟା ଭିତରଟା ଭଲ ଥିଲା ନା ସିଆଡ଼ିକି ସେଠି ଫମ୍ପା ଠକେଇ ଦେଲେ ମତେ ଆଉ। ବଡ଼ ତରଭୁଜ ଦେଖି ଆଣିଲି ଭିତରେ ନାହିଁ କିନ୍ତୁ ଆଙ୍ଗୁଠିରେ ବାଡ଼େଇକି ଆଣିଥାନ୍ତ ନା। ଆଙ୍ଗୁଠି ମାଡ଼େଇକି ନା କାଟି ଖାଇକି ଆଣିଥାନ୍ତି। ହଁ ଖାଇବା ଦେ। ହଉ ଖା ମୁଣ୍ଡ କଲା। ତୁ ତ ଖାଲି ବାବା ନୂଆ ଡ୍ରେସ୍ ମଗେଇ ଦେଇଛୁ ଗୋଟେ ଏଠି। ଏଇ ଡ୍ରେସ୍ଟା ଏଇଟା କ'ଣ ଫିକା ଦେଖାଯାଉଛି ଏଇ ଡ୍ରେସ୍ଟା। କେତେ ଡ୍ରେସ୍ ମଗାଉଛୁ ମୋ ପାଇଁ ଖଣ୍ଡେ ଚଢ଼ି ମଗା। ଅଖାରେ କାଟିକି ପିନ୍ଧି ଡ୍ରେସ୍ଟା ଖୋଲୁଛୁ ନା କ'ଣ? ଭଲ ହେଇନାହିଁ। ଖୋଲ ଡ୍ରେସ୍। ସାରା ଲୋକ ଚିରାମିରା ପିନ୍ଧିକି ବୁଲୁଛନ୍ତି ଆଉ ଇଏ ଅନଲାଇନ୍ ଡ୍ରେସ୍ ମଗେଇକି ପିନ୍ଧିବ। ସମସ୍ତେ ମଗଉଛନ୍ତି ସମସ୍ତେ ମଗଉଛନ୍ତି। କେତେ ଟଙ୍କା ନେଲା ଡ୍ରେସ୍ଟା? 100 ଟଙ୍କା। 100 ଟଙ୍କା ଡ୍ରେସ୍ ପିନ୍ଧିବୁ ତ? ସାରା ବହୁତ ଦାମିଆ ଡ୍ରେସ୍ଟା ପିନ୍ଧି ପାରୁଛୁ। 100 ଟଙ୍କା 100 ଟଙ୍କା ଜାଣିଛୁ କେତେ ପଇସା? 50 ଟଙ୍କା ଦେଖିଲୁନି କେଉଁଠି ଅଛି? 50 ଟଙ୍କା ଡ୍ରେସ୍ ମଗେଇଥାନ୍ତୁ ନହେଲେ। 10 ଟଙ୍କା ଦେଇଦିଅ ସେ ଖାଲି କ'ଣ କହିଲ ମଶାରୀ ଆଣିକି ଧରେଇ ଦେବ। ଭଲ ହେଇଛି। ଖୋଲିକି ଦେଖ। ଡ୍ରେସ୍ ମଗେଇ ଦେଇଛି ମେସୋର ଗୋଟେ। କ'ଣ ବଡ଼ ହେଇ ଅଛି ନା କ'ଣ? ଛୋଟ ହଉଛି। ଝିଅ ଛୋଟ ଝିଅ ଗୁଡ଼ା ପିନ୍ଧେ ସେଇଭଳିଆ ଡ୍ରେସ୍ଟା ମଗେଇଛୁ। ବଡ଼ ଲୋକ ଛୋଟ ବଡ଼ ଲୋକଙ୍କର ବଡ଼ ଲୋକ ମର୍ଦ୍ଦ ଲୋକ ପିନ୍ଧେ ନା କ'ଣ? ଲୁଙ୍ଗି ଛାଡ଼ିକି କ'ଣ ଡ୍ରେସ୍ ପିନ୍ଧେ? ଆରଟା ମଗେଇଛି ମାନେ ଲେନ୍ଥଟା ଏଇଟା ଛୋଟ ଅଛି। ଛୋଟ ଅଛି କ'ଣ କରିବୁ ପୁଣି? ପିନ୍ଧିବ ଏଇ ଦୁଇଟା ଯୋଉ ମଗେଇଛି ହଁ ଏତିକି ଲମ୍ବା ଠିକ୍ ଅଛି। ଏଇଟା ଏତିକି ହଉଛି ଆଣ୍ଠୁ ପର୍ଯ୍ୟନ୍ତ। ୟାକୁ ପ୍ୟାଣ୍ଟ ନହେଲେ ଖାଲି ପିନ୍ଧି ହବନି। ପ୍ୟାଣ୍ଟ ହେଲେ ଯାଇକି ପିନ୍ଧିବ କାହିଁକି ଆଣ୍ଠୁ ପର୍ଯ୍ୟନ୍ତ ପଡ଼ିବ। ପ୍ୟାଣ୍ଟ ନହେଲେ ଏଇଟା ନିତିଦିନିଆ ପାଇଁ ଆଣିଛୁ ନା ଯିବା ଆସିବା ପାଇଁ? ନିତିଦିନ ଡେଲି ପିନ୍ଧା। ତୁ ଶାଢ଼ୀ ପିନ୍ଧୁ ଡ୍ରେସ୍ ପିନ୍ଧୁ? ଶାଢ଼ୀ ମୋତେ ପିନ୍ଧି ଆସୁନି, ମୋତେ ଭଲ ଲାଗୁନି। କେତେ ହଳ ଡ୍ରେସ୍ ମଗେଇଲୁନି? 4 ହଳ? 4ଟା ମିଶେଇଛି 2ଟା। ପଇସା କେଉଁଠୁ ଆଣିଲୁ ଏତେ ପଇସା? ତୋ ବାପା ଯେଉଁ ଦେଇଥିଲା ମିକୁ ପାଇଁ ତୁ ସେଇଟାକୁ ଖର୍ଚ୍ଚ କରି ଡ୍ରେସ୍ ମଗା। ତା ଅଜା ଦେଉଛି ତା ପାଇଁ ତୁ ଖର୍ଚ୍ଚ କରିକି ପଇସା ସବୁ ଡ୍ରେସ୍ ମଗା। ତମେ ତ ଦଉନ ପଇସା ଆଣିବ। ମୁଁ ଦଉନି। ମୁଁ ତ ଚିରା ଫାଟା ପିନ୍ଧିକି ବୁଲୁଛି। ମୁଁ ଖୋଜୁଛି ମୋତେ କିଏ ଦିଅନ୍ତେ ଖଣ୍ଡେ ପ୍ୟାଣ୍ଟ ସାର୍ଟ ପିନ୍ଧନ୍ତି। ମନ୍ଦିରକୁ ଯାଅ। ମୋତେ ତ କାଲି କହୁଥିଲ ମନ୍ଦିରକୁ ଯିବାକୁ। ତମେ ଯାଅ ମନ୍ଦିର।
ପ୍ୟାଣ୍ଟ ନହେଲେ କେହି ହବନି ଅତି ମାନେ ଟିକେ ଛୋଟ ହେଇଯାଉଛି ଆଉ ତମ ପ୍ୟାଣ୍ଟ ନାହିଁ କି ଡ୍ରେସ୍ ମଗେଇବୁ କହୁଛି ପ୍ୟାଣ୍ଟ ମଗଉନୁ ପ୍ୟାଣ୍ଟ ଗୁଡ଼ା ଅଧିକ ପଇସା ଡ୍ରେସ୍ ଗୋଟା କଲା 100-150 ମିଳିଯାଉଛି ପ୍ୟାଣ୍ଟ 300-400 ହଁ ମଗଉଛୁ ତ କ'ଣ ପିନ୍ଧିବୁନି ନଙ୍ଗଳା ବୁଲିବୁ ନା କ'ଣ ପଇସା କାହିଁ ପଇସା ଦଉନୁ ପଇସା ଦେନୁ ଆଣିଲୁ ପଇସା ଦେନୁ ଯୋଉ ତ ଦେଇଥିଲା ତ ମିକୁ ପାଇଁ ପଇସା ଦେଇଥିଲା ତ ସବୁ ତ ଡ୍ରେସ୍ ମଗେଇ ସେଇ ଆଉ ଖଣ୍ଡେ ପ୍ୟାଣ୍ଟ ମଗେଇ ଦେଲୁନି ଖଣ୍ଡେ ପ୍ୟାଣ୍ଟ କ'ଣ ହବ ହେଇ ପୁଣି ମୁତିଲା ଏଇନେ ତା ପ୍ୟାଣ୍ଟ ଖୋଲିଥିଲି ହଁ ମୁତୁ ନା ଦେ ଖାଇବାକୁ ଦେ ତରଭୁଜ ଖାଇଦେଛ ତମକୁ ଭୋକ ଲାଗୁନି ନା ନଙ୍ଗଳା ନଙ୍ଗଳ ମୁଣ୍ଡ ଭଲ ଲାଗୁନି ନକୁଣ୍ଡା କିଛି ଲଗେଇନି ଲଗେଇନୁ ବିୟୁଟି ପାର୍ଲର ତ ନେଇଯିବୁ ତୁ ଲଗେଇକି ଆସିବୁ ବିୟୁଟି ପାର୍ଲର ପାଉଡର ଟିକିଲି ପାଉଡର ଟିକିଲି ମୁଣ୍ଡ କୁଣ୍ଡେଇବନି ଚଉ ତ ସୁନ୍ଦରୀ ତା ଦେହରେ ମେକଅପ୍ ହବା ଆହୁରି ତମକୁ କିଏ କହିଲା କି ସୁନ୍ଦରୀ ବୋଲି ମୁଁ ତମକୁ କହିଲି କି ତମକୁ ତୁ ସିନା କହୁନୁ ମନରେ ଭାବୁଛୁ ନା ଯାହା ମୁଁ ଗୋଟେ ପୁରା ସୁନ୍ଦରୀ ମନରେ ଭାବୁଛୁ ନା ସୁନ୍ଦରୀ ବୋଲିକି ତମେ ତମ ଆଡେ କହୁଛ ମୋ ଆଡେ ମୁଁ କାହିଁକି କହିବି ଭାତର ତ ଆଜି ତରକାରୀ କ'ଣ କ'ଣ ଖାଇବି ରଖିଦେ ମୁଁ ଖାଇବି ଲଙ୍କା ନା ମୁଁ ଖାଇବିନି ଲଙ୍କା ଗୁଡ଼ା ଆଣିକି ଦେଉଛି କାହା କହୁଛି ଦେଖେ ସେଠି ରଖିଥିଲି ଭାତ ସକାଳେ ରଖିଦେ ଲଙ୍କା କ'ଣ ରାନ୍ଧଛୁ ଖାଲି ଡାଲି ଭାତ ସୋୟାବିନ୍ ନା ସକାଳେ ସୋୟାବିନ୍ ଭାଜୁଥିଲା କ'ଣ ନା ଦେହ ପୁଡ଼ିବ ଆଣି ପୁରୀ ଦେ ଲଙ୍କାଟାକୁ ଆଣି ଦେହ କ'ଣ ଖାଇବି ଲଙ୍କା ଥାଉ ହଁ ସେପଟେ ଖାଇବି କ'ଣ ତରକାରୀ ନୁହଁ କଷା ଡାଲି କି ତରକାରୀ ସୋୟାବିନ୍ଟା ତୁ ଭାବି ଦେଇଛୁ ଚିକେନ୍ ବୋଧେ କରିକି କଷି ଦେଇଛୁ ନା ବାବା ସୁଙ୍ଗ ବାସ୍ନା ହଉଛି ଚିକେନ୍ ଭଳିଆ ଚିକେନ୍ ଭଳିଆ ବାସ୍ନା ହଉଛି ଚାଲ ଏପଟୁ ଚାଲ ଏ ଭାତ ଢାଳିଥାନ୍ତା ଏଇନା ଚାଲ ଏଇ ଯେ ଅଖା ପୁଛିଦେଲ ଗୋଡ଼ ଖସିଯିବ ଆସି ତୁ ଆସିନା ପୁଛିବୁ ଚାଲ ମୁଁ ଆସିଲେ ପୁଛି ତମେ ପୁଛିଦେଲ ସକାଳେ ତ ଉଠା ହେଇନି ଏ ମୋର ମନେ ନାହିଁ ଆଉ ତୁ ତ ଖାଲି ମୋବାଇଲ ଦେଖୁ ଯାଉଛୁ ନା ତ ମନେ ରହିବ କୁଆଡ଼ୁ ମନେ ନାହିଁ ହଁ ପିଆଜ ଲୁଣ ଲଙ୍କା ଧନିଆ ପତ୍ର ମୁଁ ରହିଛି ଧନିଆ ପତ୍ର ଲେମ୍ବୁ ଅଛି ନା ନାହିଁ ଲେମ୍ବୁ ନାହିଁ ଧନିଆ ପତ୍ର ବିୟୁଟି ପାର୍ଲର ପଳଉନୁ ସଜବାଜ ବିୟୁଟି ପାର୍ଲର କ'ଣ ପାଇଁ ଯାଆନ୍ତି ବାହାଘର ଥିଲେ କି କ'ଣ ଫଙ୍କସନ୍ ଥିଲେ ଯାଆନ୍ତି ମେକଅପ୍ ହେଇକି ଆସନ୍ତି ଯାଆନ୍ତି ପାଟି ଫାଟିକି ଗଲେ ପାଟି ଫାଟି ଗଲେ 100 ଟଙ୍କାର କଥା ନାହିଁ ପାଟି ଫାଟି ମାନେ ବଡ଼ କଥା ମେକଅପ୍ ନେଇକି ସେଇଠିକି ଯାଆନ୍ତି ବାହାଘର ଗଲେ ଆଉ ଫଙ୍କସନ୍ ମାନଙ୍କର ସବୁ ଯାଆନ୍ତି ବାହାର ଯିବୁ ଯାଉନୁ ବୁଲିକି ଆସିବୁ ବଜାର ଯିବୁ ପାଉଡର କ୍ରିମ ଲଗେଇଦେଲେ ଏଇଟା ମେକଅପ୍ କ'ଣ ଜାଣିଛ ଦେଖିଛ ନା ଯାଉନୁ ବଜାର ବୁଲି ବାଲିକି ଆସିବୁ ଯା କାହିଁକି କ'ଣ କାହିଁକି ମିକୁ ତ ମାମା ଆଉ ଗୋଟେ ବାହା ହବ ସଜ ହୋଇକି ନା ଆଉ କ'ଣ ତ ମାମା ଆଉ ଗୋଟେ ବାହା ହବ ତୁ ଯିବୁ ଗୁଦାମ ମେକଅପ୍ ହଉଛୁ ଯିବୁ ବୋଧେ ଗୁଦାମ ସୁନ୍ଦରୀ ହଉଛୁ ନା ଯିବୁ ବୁଲାବୁଲି କରିବାକୁ ସେଥିପାଇଁ ମୁଣ୍ଡ କୁଣ୍ଡେଇବେନି ପାଉଡର ଲଗେଇବେନି ଟିକିଲି ଲଗେଇବେନି ଆଉ ଏଇଟା କ'ଣ ମେକଅପ୍ ଡେଲି ପାଉଡର ଟିକିଲି ଲଗାନ୍ତିନି ବାପା ତାକୁ ଦେଖିଛୁ ନା କ'ଣ ଏତେ ସଜ ହଉଛୁ ଦେଖିଛୁ ସଜ କ'ଣ ଆଉ ମୁଣ୍ଡ କୁଣ୍ଡେଇବନି ତମେ ଯୋଉ କଥା କହୁଛ ମୁଣ୍ଡ କୁଣ୍ଡେଇ କିଏ ମନା କରୁଛି ମୁଣ୍ଡ କୁଣ୍ଡେଇବନି ତମେ ଯୋଉ କଥା କହୁଛ ଖାଆ ପିଅ ସରିଲା ମୁଣ୍ଡ କୁଣ୍ଡା ମେକଅପ୍ ଫେକଅପ୍ ହେଇଗଲା ଏବେ ଯିବୁ ଖଟ ଶୋଇକି ମୋବାଇଲ ଦେଖିବୁ ନା ଜାଣିପାରୁଛି ତୋ ମନ କଥା
ଖାଲି ପଇସା କିଛି ହେଲା 5-6 ହଜାର ହେଲେ ଟିକେ ପଇସା ଧରେଇଦେବ ମୁଁ ଖାଲି କିଣିବି ଅନଲାଇନରେ ଆଉ କିଛି ନାହିଁ। ଆଲୋ ମୋ ଗୋଡ଼ ଆଉ ତଳେ ଲାଗିଯିବ। 5,000 ଟଙ୍କା ଦେଇଦେଉନ ମୋତେ। 5,000 5,000 କେତେଟା 5,000 କେତେଟା ଶୁଣ କହିଲୁ। ମିଶୋ ବାଲା ଡେଲି ଆସିକି ଆମ ଘର ଦୁଆରେ ପହଞ୍ଚିବ। ଲାଷ୍ଟ ତ ମେସୋ ବାଲା ବାହା ହେଇକି ପଳେଇବ। ବାହାରିଲେ କ'ଣ ମାହାଳିଆ ମିଳିବ? ମିଶୋ ବାଲାକୁ ବାହାରିଲେ ବି ମାହାଳିଆ ମିଳିବ। ଏଇ ତ ମାମା କହୁଛି 5,000 ଦେ ଦେଲେ ସେ ମେସୋ ଖାଲି ମଗେଇବ। ତ ଅଜା କହିବୁ ମିକୁ ତ ଅଜା କହିବୁ ଦେବ 5,000 ଟଙ୍କା ତ ମାମା ମଗେଇବ ମେସୋରେ ଡ୍ରେସ୍ ପତ୍ର। ନଉଛି କହ କ'ଣ କହିବା କହ ତ ମାମାକୁ ଦେଖେଇବି। ଯିଏ ଯାଇ ତା ମାମାର ମେଡ଼ିସିନ ଆଣିବାକୁ ଯିବା ଲୋକ ଏଠି ମଜାମସ୍ତି କଲା। ହଁ ଚାଲ ତ ମାମାର ମେଡ଼ିସିନ ଧରିକି ଆସିବା। ଏତେ ଦେଖା ତତେ ଦେଖାଯାଉନି କ'ଣ ହଁ ପଚାର ପଡ଼େ କେତେ ଟଙ୍କା ପଚାରିଲୁ। ଗୋଦାମକୁ ଚାଉମିନ ନେଇକି ଯାଉଥିଲି ଯେ ମୋର ଚାଉମିନ ପଛକୁ ଧସିଗଲାନି ନା ଆଗ ଉଠୁଛି। ଦେଖୁନ ଧସି ଯାଇଛି ପଛକୁ ଚଲେଇ ହେବନି ଆଗ ଉଠୁଛି। ଗୋଦାମ ଯାଉଛି ଗୋଦାମକୁ ଯାଉଛି ଆଉ ଦେଖେଇବି ଆଗକୁ କ'ଣ କରୁଛି କ'ଣ ନାହିଁ ମୋ ଗୋଦାମରେ। ସେ ଚାଉମିନ ପକେଇଲି ଏବେ ଗୋଦାମ ପାଖରେ ଛତ୍ର ବଜାର ପରିବା ଧରିକି ଯିବା ଆଉ ପରିବା ବି ନାହିଁ ଘରେ। ଦେଖୁ ଛତ୍ର ବଜାରଟା ଟିକେ ଇଏ ହେଲା ଛତ୍ର ବଜାର। ଛତ୍ର ବଜାର ପରିବା ମାର୍କେଟ। ହେ ଟମାଟୋ କିଲୋ ଦେଲ ଟମାଟୋ କିଲୋ ଦିଅ। ଛତ୍ର ବଜାର ପରିବା ବନ୍ଧା ପୋଟଳ ଗାଜର ପରିବା ପତ୍ର କିଣା ସରିଲା। ଏବେ ଯିବା ମଇଦା ଦିଟା ଧରିକି ପଳେଇବା। ପରିବା ଦେଖୁଛି କ'ଣ ନେଇ ବ୍ୟାଗର ପରିବା ମଇଦା ଘରକୁ ଯିବା। ଜଷ୍ଟ ଆସିକି ଗୋଦାମରୁ ପହଞ୍ଚିଲି କଲ୍ ଆସିଲା ଯେ ପୁଣି ଆଉ ଦୁଇଟା ବସ୍ତା ନେଇକି ଦେବାକୁ ପଡ଼ିବ। ଚାଲ ନେଇକି ଯିବା ଆଉ କ'ଣ କରିବା। ଏଇ ଦୁଇଟା ବସ୍ତା ଧରିକି ଯିବା। ଗେଟ୍ ଫେଟ୍ ଦେଇକି ଯିବା ସବୁ। ସବୁ ବନ୍ଦ ଅଛି ଖୋଲା ଅଛି। ତାପରେ ଆସିକି ପହଞ୍ଚିଲେ ଯାଉଛି ସନ୍ଧ୍ୟା ଦେଇକି ପଳେଇବା। ତରଭୁଜଟା ପଇସା ଦେଇକି ଆଣି ତରଭୁଜ ଭିତରେ ଖୋଳ କାଲି ଉପର ଚୁପା ତମେ କାଟିକି ଆଣିଲ କାଟିକି ଆଣିଲି ସେ ଏଇ ଯୋଉ ମଝିର ମୁଟା ନାହିଁ ଏଇଠି ଯୋଉ ଗୋଟେ ମଝିରେ ଯୋଉ କାଟିଲେ ଟେକିଲେ ଜଣା ପଡୁନଥିଲା। ସିଏ ଏମିତି ଜାଗାରେ କାଟିଛି ଏଇ ଜାଗାରେ ଏଇ ମୁଟା ଜାଗାରେ କାଟିଛି ଏଇ ଜାଗାରେ କାଟିଛି ସିଏ ଆଉ ଦେଖାଯାଉନି। ମୁଁ ଭଲ ଅଛି ନେଇଯାଇଛି ମୂଷା ଖାଇଲା ଭଳିଆ ଖୋଳ ହେଇକି ରହିଛି ତରଭୁଜ ଖୋଳ ଫମ୍ପାଟା ପୁରା ଫମ୍ପା। ତରଭୁଜ କ'ଣ ଏମିତି ଫମ୍ପା ଆସେନି ତ ଏ ଭାଇ କୋଉ ଗୋଟେ ଗୋଟେ କେମିତି କୋଉ ଗଛରେ ହେଇଯାଏ ଗୋଟେ ଗୋଟେ ଫମ୍ପା ବାହାରି ପଡେ ଆଉ ପାଣି ବୋଲି ଟିକେ ନାହିଁ ଖାଲି ଫମ୍ପା ମାନେ ଏଇଟା ଭିତରଟା ପୁରା ଶୁଖିଲା ଆଉ ପାଣି କୋଉଠୁ ଆସିବ। ନା ଥଣ୍ଡା ପିଉ ନା ଏ ଗୋଟେ ଛୁଆ ଥଣ୍ଡା ପିଇବୁ ନା ଥାଉ ଥଣ୍ଡା ପିଉ ନା ଥଣ୍ଡା ହେଇଛି ଥଣ୍ଡା ପିଉ ନା ତୁ ନା ନିଜେ ପିଉ ଖୋଲିକି
ଖୋଲ ଖୋଲିବି ଚୋପା ତରଭୁଜ କିଏ ଖାଇବ? ଚୋପା ଛଡ଼େଇ ଦଉଛି ନହେଲେ ଖାଇବାକୁ ସୁବିଧା ହବନି। ଏଇଟା ଭଲ କି ହେଇନି ନା ଏତେ ଟାଣ ଲାଗୁଛି। ମୁଁ ସେଟା କହୁଛି ତରଭୁଜ ପୁରା ନରମ ଲାଗେ ଟାଣ ଲାଗୁଛି। ବହୁତ ଟାଣ ଲାଗୁଛି। ଏମିତି ରହିଯାଉଛି। ମିକୁ ଦୁଷ୍ଟ ନା ତରଭୁଜ ଖାଇବୁନି? ସିଏ ଆଉ ଅଛି ବୋହି ବୋହି ଖାଇସାରିଲାଣି ଅଧା। ମିକୁ ତରଭୁଜଟା ଭଲ ଲାଗୁଛି ନା? କଳା ଦେଖାଯାଉଛି କଣ ଦିଦି ସେଟା? ଏଇ ପନିକିରେ ତମେ ଯୋଉ କାଟିଦେଲ ଆଗ ଏଇ ଗୋଟେ ଫାଳ ପୁରା କାଟିଦେଲ ଯୋଉ ସେଇ ଫାଳଟା କଳା ହେଇଯାଇଛି। ଏ ଖାଇଦେ ରାତିରେ ଖାନା ଶୋଇପଡେ। ସତେ ଏଇରା ଖାଇଦେଲ ଦହିବରା ଆଣିଛ ଦହିବରା ଖାଇଦେଲେ ଆଉ କୁଆଡେ ଇଚ୍ଛା ହବ। କୁଆଡେ ଇଚ୍ଛା ହବ ଯେତେ ଯାହା ଖାଇଲେ ବି ରାତିରେ ରୁଟି ଖାଇବା। ତମ ପାଇଁ ମୁଁ କରିଦେବି ତମେ ଖାଇବ। ଏ ଦେଖୁନ ତମେ କୋଉ ନା ହଁ ନେ 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 ହଁ ନେ ସେଇଟା ନେ। ପୁରା ମାନେ କଣ କହିଲ ବୁହି ଲାଗିଛି ଆଜି ତ ଶୋଇନି ଦିପରେ ଖାଲି ତରଭୁଜକୁ ଦେଖିଦେଇଛି ଖାଲି ଦେ ଦେ ଖଣ୍ଡେ ଖଣ୍ଡେ ବୁହି ଚାଲିଛି। ତାକୁ ନାହିଁ ନାହିଁ କରି 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 ଏ ସନ୍ଧ୍ୟା ବେଳଠୁ ରଖିଥିଲି ଏ ଆଉ ସମ୍ଭାଳି ପାରୁନି ଆଉ। ଏଇଟା ବଢିଆ ଲାଗୁଛି। ଖାଇଯା। ଏଇ ଫମ୍ପାଟା ବଢିଆ ଲାଗୁଛି କିନ୍ତୁ ଏଇଟା ସୋଲୋ ଟାଇପର ଲାଗୁଛି। ଖାଉନୁ ସେଇଟା ସ୍ଲୋ ଲାଗୁଛି। ଖାଇବି ଯେ ଗୋଟେ ସାଇଡ୍ ଦେଖେ ପତଳା ଅଛି ଗୋଟେ ସାଇଡ୍ ମୋଟା ଅଛି ଗୋଟେ ସାଇଡ୍ ଅଧିକ ପାଚି ଯାଇଛି ଆଉ ଗୋଟେ ସାଇଡ୍ ଅଧିକ କଞ୍ଚା ଅଛି। ଠକିଗଲି ମୁଁ ଆଉ ଜାଣିପାରିଲି କାଟି ଦେଲା ପରେ ମୁଁ ଠକିଗଲି। ଏଥରକ ଆଣିଲେ ଭଲ କି ଉଣ୍ଡିକି ଆଣିବ। ଇଏ ଲମ୍ବା ବାଲା ଗୁଡାକ ଭଲ ନାହିଁ ମୁଁ ଗୋଲ ଗୁଡାକ ଭଲ। ଗୋଲ ବିକା ହଉନଥିଲା? ଗୋଲ ଗୁଡାକ ଚୋପା ଗୁଡାକ ପତଳା ଇଏ ଗୁଡା ବିକା ହଉନଥିଲା ଗୋଲ? ନା ଥିଲା ଏଗୁଡାକ ଥିଲା। ଛତ୍ର ବଜାରରେ 20 ଟଙ୍କା କିଲୋ ଏଠି 30 ଟଙ୍କା। ଛତ୍ର ବଜାରରେ? ହଁ ଆମ ଏଠି ଆମ ଏ ମାର୍କେଟର 30 ଟଙ୍କା। ଛତ୍ର ବଜାରରୁ ଆଣିଲନି ନହେଲେ। ଏଇଟା ଛତ୍ର ବଜାର ଧରିକି ଆଇଲି କୋଉଠୁ ଆଣିଲି କି ଏଇଟା? ହଁ ଏଇଟା ଛତ୍ର ବଜାର ବା। ଛତ୍ର ବଜାର ବଡ଼ ନାହିଁ ଛୋଟ ଗୁଡ଼ା ଛୋଟ ଗୁଡ଼ା ତା ଦେହରେ ହେଇଥିବ ପାଚିଥିବନି କଞ୍ଚା ଥିବ। ହେଇଦିନ ଯୋଉ ଆଣିଥିଲ ଭଲ ଲାଗୁନଥିଲା? ଛୋଟଟେ ଆଣିଥିଲ ସେଇଟା ଛତ୍ର ବଜାରରୁ ଆଣିଥିଲି। ସେତିକି କାଟିବି? ହଁ ତୁ କେତେ ଖାଇବୁ କି? ଏତିକି କାଟୁଛି ଖାଇଦବା 2 ଜଣ ଆଉ ଏ ଫାଳଟା ଥାଉ ନହେଲେ ଆଉ ଖାଇ ହବ? ନା ଥାଉ ଏଇଟା। ତମେ କାଟିକି ପକେଇଲ ନା ଗାଈ ଷଣ୍ଢ ଯେମିତି ଖାଆନ୍ତି। ଏ ସତ କଥା ମନେ ପଇଲା ଗାଈ ଷଣ୍ଢ କଥା କହିଲା ପୁଣି ମୁଁ ପଲିଥିନରେ ରଖିଛି ତରଭୁଜ ଚୋପା ଗୁଡ଼ା ଯିବ ଯଦି ଯିବ ଦେଇଦବୁ ଗାଈ ଷଣ୍ଢ ଏଇ ଷଣ୍ଢ ହକା ବୁଲୁଛନ୍ତି ଖାଇଦେବେ। ପାଉନ ଘାସ ଫାସ ପାଉନ ପୁରେଇ ଦେବୁ ଜରିରେ ନେଇଯିବ ଦେଇଦବୁ ଖାଇଦେବେ। ଏ ହେ ମା ତ ଲାଗିଲେଣି ପାଣିରେ ଥାଉ ତୁ ପାଣି ଲାଗିଲାଣି ଯା ଏ ବାହାରକୁ ନେଇଯା ଯା। ସେମିତି ଗାଈ ଗୋରୁ କଥା ଏତେ ବୁଝୁଛୁ ଯଦି ତାହେଲେ ଗୋଟେ ଯୋଉ ଖୋଲୁନୁ ଗୋଶାଳା ଯୋଉ ଷଣ୍ଢ ଗାଈ ମାନଙ୍କ ପାଇଁ। ଆମର କଣ ହେତିକି ଅଛି କଣ ଯଦି ସত্যି ଭଗବାନ ଦେଇ ଦେଇଥିଲେ ତତେ କଣ କରିବୁ ପଛରେ? ସିଏ କହିହବନି ଦେଲା ପରେ ଦେଇଦେଲେ ମଣିଷ ଏମିତି ଗୋଟେ ଯିବ ମଣିଷ ଯେ ଏମିତି ଗୋଟେ ଜୀବନ ଯେତେ ଦେଲେ ସେତେ ଲୋଭ ଲାଗିବ ସରିବନି। ନା ନା ଥଣ୍ଡା ହେଇଛି ପିଉଛି ଖୁଲ କହୁଛି ଏଠି। ତ ଥଣ୍ଡା ହେଇଛି ତ ଇଏ ଆଣେ ତ ବୋତଲ ଆଣେ ବୋତଲରେ ଢାଳି ଦେବି ପିଇବୁ ତତେ କିଏ 1000 ଥର ପିଉଥିବ ବୋତଲ ଆଣେ। ଯୋଡ଼ା ପାଟି କେବେ ଖୋଲିବ ତୋର? ସେ କହୁଛି ବୋତଲ ପୁରେଇ ଦେ। ମାନେ କଥାଟା କଣ କହୁଛି କହିଲ ଲାଗିଲା ଭଳିଆ କଥା ସେ ଜାଣିଛି ମୁଁ ଦେଖିବ ମଝିରେ ମଝିରେ କ୍ଲିୟର କରିକି କହୁଛି ସେ ଜାଣି ଶୁଣିକି କହୁନି ଖୋଲିକି। ଏବେ ତାକୁ ଦେ ଖାତା କଲମ ଦେ ପାଠ ପଢୁ 2.5 ବର୍ଷ ହେଲାଣି କଣ ବୁଢା ହେଲା ଯେତେବେଳେ ହବ ସେତେ ପାଠ ପଢିବ ନା? ପାଣି ଢାଳିଦବା ପାଣିଟା ମଗରେ ଢାଳି ଦବ ଏଇଟା ସେ ବୋତଲ ପାଣିଟା ପୁରେଇ ଦେଇଥାନ୍ତେ। ନାଇଁ ଏଇଟାରେ ବୋତଲ ମଗେଇଲି ତାର ଅଳ୍ପ ଦେ ଏତେ ଦେ ନା ମନେ ନାହିଁ। ତମେ ପିଇଦିଅ ସେ ରହିଲା ମାନେ ଦେଖିଲେ କାନ୍ଦିବ। କି ପିଇଲା ଗୋଟେ ହେଠି ଗୋଟେ ପଡି ସେଟା ରଖିଦିଅ ପରେ ପିଇବି ଖାଇଦେଲା ହଁ ଦି ତୋ ପାଇଁ ତୋର ଗୋଟେ
ଥାଉ ସେଟା ରଖିଥା ଖିଆ ଯେ ରଖ କିଛି ପାଗଳ ଏଇ ଫାଣ୍ଡା କାଟିକି ଫୋପାଡ଼ି ଦବ କୁଦିଛି ଯାହାର ଅସନା ଲାଗୁନି କୁଦିଛି କ'ଣ ଅଛି ବାହାରକୁ ବୁଲିବାକୁ ଯାଉଛେ ତୁ କାହିଁ ପିଉନୁ ତ କାହିଁ ନଷ୍ଟ କରୁଛୁ ନେଲୁ କ'ଣ ପାଇଁ ଆମ ଘରଟା କ'ଣ କହିଲ ଗାଈ ଗୁହାଳ ହେଇଯାଇଛି ଛୁଆ ଆମର ତ ସବୁବେଳେ ଗାଈ ଗଳା କରୁଛୁ ରଖୁଛୁ ଆଉ ଘର ଛୁଆଟା ଅଛି ଆଉ ସେ ସବୁ ଘାଟିକି ପକେଇବ ଆଉ ଛୁଆ ଯାହା ଘରେ ଥିବେ ସବୁ ଏମିତି ଅଳିଆ 17,000 ଏତିକି ପରିବା ଧରିକି ଆସିଥିଲା ଆଜି ଆସ ତରଭୁଜ ଖାଇବା ଖା ଖାଇ